ବୋଉ। ଅନ୍ଧ ଲୋଡ଼େ ଆଖି ଏ ସୁନ୍ଦର ପୃଥିବୀକୁ ଦେଖିବାର ଆଶା ଥାଏ। ଭିକାରୀ ଚାହେଁ ମୁଠାଏ ଖାଦ୍ୟ ତାର କ୍ଷୁଧା ମେଣ୍ଟାଇବା ପାଇଁ। କିନ୍ତୁ ମାତୃତ୍ୱ ଏମିତି ଏକ ପାହାଚ ଯେଉଁଠି ନାରୀ ପୂର୍ଣ୍ଣତ୍ୱ ପାଏ। ତନୟା ଭଗିନୀ ଜାୟାରୁ ଯେ ଜନନୀ ସ୍ଥାନ ପାଇବା ମାତ୍ରେ ନାରୀ ହୃଦୟରେ ସ୍ନେହ ମମତାର ଜୁଆର ଉଠେ। ଏକ ନୂଆ ଜୀବନକୁ ଭୂପୃଷ୍ଠକୁ ଆଣିବାରେ ଯେଉଁ ଆନନ୍ଦ ଥାଏ, ଏ ପୃଥିବୀର ଅମୂଲ୍ୟ ବସ୍ତୁ ଲାଭ କରି ମଧ୍ୟ ସେ ଖୁସି ସମ୍ମୁଖରେ ଫିକା ପଡ଼ିଯାଏ। ଏଣୁ ନାରୀର ଅଭିଳାଷ ଶୂନ୍ୟ କୋଳରେ ଏକ ସନ୍ତାନ। ତା କଣ୍ଠରୁ ମା ଡାକ ଶୁଣିବା କ୍ଷଣି ନାରୀର ଜୀବନର ସକଳ କ୍ଷୁଧା ମେଣ୍ଟିଥାଏ। ସଦାନନ୍ଦ ଗାଁର ଜଣେ ପ୍ରତିଷ୍ଠିତ ବ୍ୟକ୍ତି, ଅଚଳାଚଳ ସମ୍ପତ୍ତିର ମାଲିକ। ହେଲେ ତାଙ୍କ ମନରେ ସରାଗ ନଥାଏ। ବିବାହର 15 ବର୍ଷ ବିତି ଯାଇଥିଲେ ବି ପତ୍ନୀ ସାବିତ୍ରୀଙ୍କ କୋଳ ଶୂନ୍ୟ। ସେଇ ଦୁଃଖରେ ସାବିତ୍ରୀ ପ୍ରାୟତଃ ରୋଗାଗ୍ରସ୍ତ ରହୁଥିଲେ। ସଦାନନ୍ଦ ସ୍ତ୍ରୀଙ୍କୁ ଆଶ୍ୱାସନା ଦେଉଥିଲେ ବି ନିଜ ମନକୁ ବୁଝାଇ ପାରୁନଥିଲେ। ସାବିତ୍ରୀଙ୍କ ମନର କଷ୍ଟ ଯେତେବେଳେ ବଢ଼ିଯାଏ, ସେତେବେଳେ ସାହି ପଡ଼ିଶାର ଲୋକେ ତାଙ୍କୁ ଆଣ୍ଠୁକୁଡ଼ି ବୋଲି କହୁଥିଲେ। ଶୈଳ ଖୁଡ଼ି ତ ଯେତେବେଳେ ତାଙ୍କ ନାତିକୁ ସାବିତ୍ରୀଙ୍କ ପାଖରେ ଦେଖନ୍ତି ଟାଣି ନେଇଯାଆନ୍ତି। ସେ ସମୟରେ ପାଟିରେ ଆଣ୍ଠୁକୁଡ଼ି କୂଳ ବୁଡ଼େଇ ଯାହା ପାଟିକୁ ଆସେ କୁହନ୍ତି। ସବୁ ଭର୍ତ୍ସନାକୁ ନିଜର ପୂର୍ବଜନ୍ମର ପାପକର୍ମ ଫଳ ଭାବି ସାବିତ୍ରୀ ସହିଯାଆନ୍ତି। ସନ୍ଧ୍ୟାବେଳେ ଦାଣ୍ଡରେ କୁନି କୁନି ପିଲାମାନଙ୍କୁ ଖେଳୁଥିବା ଦେଖି ମନେ ମନେ ହସୁଥାନ୍ତି। ନିଜ ସ୍ୱପ୍ନ ରାଇଜରେ ବୁଡ଼ି ଯାଆନ୍ତି। ନିମିଷକେ ସେ ବାସ୍ତବକୁ ଆପଣେଇ ନିଅନ୍ତି। ନିଜର ଶୂନ୍ୟ କୋଳ ପାଇଁ ଭାଗ୍ୟ ଓ ଭାଗ୍ୟଦାତାଙ୍କୁ ଦାୟୀ କରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥାଏ। ସାହି ପଡ଼ିଶାଙ୍କ ସାବିତ୍ରୀଙ୍କ ପ୍ରତି ବ୍ୟବହାର ଓ ସାବିତ୍ରୀଙ୍କ ମନର କଥା ସଦାନନ୍ଦକୁ ଅଛପା ନଥାଏ। କେତେ ଡାକ୍ତର ବୈଦ୍ୟ ସେ ନ ଦେଖେଇଛନ୍ତି। ସାବିତ୍ରୀ ମାତୃତ୍ୱ ଲାଭ କରିବାର ଆଶା କ୍ଷୀଣ ହୋଇଯାଇଥାଏ। ଏସବୁ ଚିନ୍ତାରେ ସଦାନନ୍ଦ ବି ବ୍ୟଥିତ ହୋଇଥାନ୍ତି। ସଦାନନ୍ଦ ଭଉଣୀ ସୁଲୋଚନାଙ୍କ ଘରକୁ ଯାଇଥାନ୍ତି। ଭଉଣୀ ଆଗରେ ଭାଉଜର ଓ ନିଜର ଦୁଃଖ କଥା କହି ଟିକିଏ ହାଲୁକା ଅନୁଭବ କଲେ। ଭାଇଙ୍କ ମୁହଁରେ ଏ ହତାଶାର ଛାଇ ଦେଖି ଭଉଣୀ ସୁଲୋଚନା ତାଙ୍କୁ ଗୋଟିଏ ପ୍ରସ୍ତାବ ଦେଲେ। ଭାଇ, ଭଗବାନ ମୋତେ 4ଟି ଝିଅ ଦେଇଛନ୍ତି। ତମ ଜ୍ୱୋଇଁଙ୍କ ରୋଜଗାର କଥା ତ ତମେ ଜାଣିଛ। ଘର ଚଳେଇବାକୁ କେତେ ଅସୁବିଧା ହେଉଛି। ତମେ ସାହାଯ୍ୟ କରୁନଥିଲେ ଆମ ଅବସ୍ଥା ଯେ କ'ଣ ହୋଇଥାନ୍ତା। ଯଦି ଭାଉଜ ଓ ତମେ କିଛି ଆପତ୍ତି ନ କରନ୍ତ, ତେବେ ମୋ ସାନ ଝିଅ ଶୋଭାକୁ ମୁଁ ଭାଉଜଙ୍କ କୋଳରେ ଦିଅନ୍ତି। ସଦାନନ୍ଦ କିଛି ନ ଭାବି ସେ ପ୍ରସ୍ତାବରେ ରାଜି ହୋଇଗଲେ। ସୁଲୋଚନା ଶୋଭାକୁ ବୁଝାଇ ଭାଇଙ୍କ ସାଙ୍ଗରେ ପଠାଇଲେ। ସଦାନନ୍ଦଙ୍କ ଠାରୁ ସବୁ ଶୁଣି ସାବିତ୍ରୀ ବିଶ୍ୱାସ କରିପାରିଲେନି। ସେ ଖୁସିରେ ବିଭୋର ହୋଇଗଲେ। ତାଙ୍କ ମାତୃତ୍ୱ ଝରଣା ତାଙ୍କ ଆଖି ଦେଇ ବୋହିଗଲା। ଶୋଭାର କେଉଁଥିରେ ଅଭାବ ରହିଲା ନାହିଁ। ସାବିତ୍ରୀ ଓ ସଦାନନ୍ଦ ତାର ପ୍ରତ୍ୟେକ କଥା ପୂରଣ କରୁଥାନ୍ତି। ଗାଁ ସ୍କୁଲରେ ତାର ନାମ ଲେଖା ହେଲା। ସାବିତ୍ରୀ ନିଜ ମନରେ ଚାପି ରଖିଥିବା ଏତେ ଦିନର ଆଶାକୁ ପୂରଣ କରିବାରେ ଲାଗି ପଡ଼ିଲେ। ହେଲେ ତାଙ୍କ ମନରେ ଗୋଟିଏ ଅବଶୋଷ ରହିଥାଏ। ଶୋଭା ତାଙ୍କୁ ମା କିମ୍ବା ବୋଉ ନ ଡାକି ମାଇଁ ଡାକୁଥାଏ। ଦିନ ମାସ ବିତି ବର୍ଷେ ବିତିବାକୁ ବସିଲାଣି। କିନ୍ତୁ ସାବିତ୍ରୀଙ୍କ ଲକ୍ଷେ ଯତ୍ନ ସତ୍ତ୍ୱେ ଶୋଭା ସାବିତ୍ରୀଙ୍କୁ ବୋଉ ଡାକିବାକୁ ଅରାଜି ହୁଏ। ସାବିତ୍ରୀ ଯେତେ ନେହୁରା ହେଲେ ବି ସେ ଡାକେ ନାହିଁ। ଏଥିରେ ସେ ମର୍ମାହତ ହୁଅନ୍ତି। ସଦାନନ୍ଦ ବୁଝାନ୍ତି, ଶୋଭା ଏବେ ଛୋଟ ପିଲା ଅଛି। ଧୀରେ ଧୀରେ ସେ ତୁମକୁ ବୋଉ ଡାକିବନି। ଇତିମଧ୍ୟରେ 3 ବର୍ଷ ବିତିଗଲା। ଶୋଭା ଧୀରେ ଧୀରେ ଜିଦିଆ ହୋଇଗଲା। ସେ କାହାକୁ ଖାତିର କରୁନଥାଏ। ସେ ଯେତେ ଦୁଷ୍ଟାମି କଲେ ବି ସାବିତ୍ରୀ ସେଥିରେ ପରଦା ପକାନ୍ତି। କଥାଟି ସଦାନନ୍ଦଙ୍କ କାନରେ ପଡ଼ିଲେ ବି ସାବିତ୍ରୀଙ୍କୁ ଚାହିଁ ସେ ଚୁପ୍ ରୁହନ୍ତି। ତେଣୁ ଶୋଭାର କାହା ପ୍ରତି ଡର ଭୟ ରହିଲା ନାହିଁ। ମଝିରେ ମଝିରେ ଭାଇ ଘରକୁ ସୁଲୋଚନା ଆସନ୍ତି। ସେତେବେଳେ ଶୋଭା ତାଙ୍କ ସାଙ୍ଗରେ ଯିବା ପାଇଁ ଜିଦ୍ କରେ। ହେଲେ ସେ ତାକୁ ବୁଝେଇ ଛାଡ଼ି ଯାଆନ୍ତି। ଶୋଭା ଯେତେ ବଡ଼ ହେଉଥାଏ, ତାର ଜିଦିଆ ଗୁଣ ବଢ଼ି ଚାଲିଥାଏ। ସେ ସାବିତ୍ରୀଙ୍କ ସହ ଦୁର୍ବ୍ୟବହାର କରେ। କ'ଣ ପଦେ ପଚାରିଲେ ଚୁପ୍ ରହେ, ନଚେତ୍ ମୁହଁ ଛିଞ୍ଚାଡ଼ି ଉତ୍ତର ଦିଏ। ଏଥିରେ ସାବିତ୍ରୀ କଷ୍ଟ ପାଆନ୍ତି।
ହେଲେ ପିଲାଳିଆ ବୁଦ୍ଧି ଭାବି ଭୁଲି ଯାଆନ୍ତି। ହଠାତ୍ ଦିନେ ଶୋଭା ଖାଇବା ପିଇବା ଛାଡ଼ିଦେଲା, ଖାଲି କାନ୍ଦିଲା। ପଚାରିବାରୁ କହିଲା, ମୋତେ ମୋ ମମି ପାପାଙ୍କ ପାଖରେ ଛାଡ଼ିଦିଅ, ମୁଁ ଏଠି ରହିବିନି, ମୋତେ ଏଠି ଭଲ ଲାଗୁନି। ଯେତେ ବୁଝେଇଲେ ବି ସେ ବୁଝିବାକୁ ନାରାଜ ହେଲା। ତା ଜିଦ୍ରେ ଅଟଳ ରହିଲା। ନ ଖାଇ ନ ପିଇ ଦେହ ଖରାପ ହେବାକୁ ବସିଲା। ତେଣୁ ସଦାନନ୍ଦ ଭଉଣୀକୁ ଡକେଇଲେ। ଶୋଭା କାହା କଥା ନ ବୁଝି ଶେଷରେ ସୁଲୋଚନାଙ୍କ ସହ ଚାଲିଗଲା। ଏଥର ସାବିତ୍ରୀଙ୍କ କଷ୍ଟ ବଢ଼ିଗଲା। କାନ୍ଦି କାନ୍ଦି ଶେଷରେ ଆଖିରୁ ଲୁହ ଶୁଖିଗଲା। ସେ ଖାଇବା ପିଇବା ଛାଡ଼ିଦେଲେ। ସଦାନନ୍ଦ ରାଣ ନିୟମ ପକାଇ ଖାଇବାକୁ ଦିଅନ୍ତି। ସଦାନନ୍ଦ କ'ଣ କରିବେ ଜାଣିପାରୁନଥାନ୍ତି। ସାବିତ୍ରୀ ଗୋଟିଏ ଜିଅନ୍ତା ଶବ ପାଲଟି ଯାଇଥିଲେ। ସତେ ଯେପରି ବଞ୍ଚିବାର ଆଉ ସ୍ପୃହା ନଥାଏ। ଦିନେ ସନ୍ଧ୍ୟାରେ ଗାଁ ମଣ୍ଡପ ଉପରେ ସଦାନନ୍ଦ ବସିଥାନ୍ତି। ସେତିକିବେଳେ ସାମନା ଘର ପୁଅ ବୁଲୁ ଯାଇ ଡାକିଲା, କକେଇ ମା ତୁମ ଘର ଦୁଆରେ ଯେତେ ବାଡ଼େଇଲେ ବି ଖୁଡ଼ି କବାଟ ଖୋଲୁନାହାନ୍ତି। ଏତିକି ଶୁଣିବା ମାତ୍ରେ ସଦାନନ୍ଦ ଓ ସେଠାରେ ଥିବା ଅନ୍ୟ ଲୋକମାନେ ଘର ଆଡ଼େ ଧାଇଁଲେ। ଦୁଆର ମୁହଁରେ ଯେତେ ଡାକିଲେ ବି ଭିତରୁ କିଛି ଉତ୍ତର ନ ପାଇବାରୁ ବାଧ୍ୟ ହୋଇ କବାଟ ତାଡ଼ିଦେଲେ। ଘର ଭିତରେ ଯାହା ଦେଖିଲେ ସମସ୍ତେ ସ୍ତବ୍ଧ ହୋଇପଡ଼ିଲେ। ସଦାନନ୍ଦ ବସି ପଡ଼ିଲେ। ତାଙ୍କ ପାଟି ଖନି ମାରିଗଲା। ଶେଷରେ ତୁମେ ଏଇଆ କଲ? ସାବିତ୍ରୀ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ପାଖରୁ ଖଣ୍ଡିଏ ଚିଠି ମିଳିଲା। ସେଥିରେ ଲେଖା ଥିଲା, ମୋର ବଞ୍ଚି କିଛି ଲାଭ ନାହିଁ। ଏ ବଂଶ ରକ୍ଷା କରିବାରେ ମୁଁ ଅସମର୍ଥ ହେଲି। ସଭିଙ୍କଠୁ ଆଣ୍ଠୁକୁଡ଼ି ଅପବାଦ ଆଉ ମୁଁ ଶୁଣିପାରିବିନି। ତେଣୁ ବାଧ୍ୟ ହୋଇ ମୁଁ ତୁମକୁ ଛାଡ଼ି ଯାଉଛି। ସେ ପାରିରେ ଭଗବାନଙ୍କୁ ନିଶ୍ଚୟ ପଚାରିବି, ମୋର ଅପରାଧ କ'ଣ ଥିଲା ଯେ ମୋତେ ମାତୃତ୍ୱ ଲାଭରୁ ବଞ୍ଚିତ କଲେ। ତମେ ମୋ ଉପରେ ରାଗିବନି, ମୋ ପାଇଁ ଆଖିରୁ ଲୁହ ଝରାଇବନି। ଧନ୍ୟବାଦ।